ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର କଚେରୀ ହତାସ୍ଥିତ ସାମ୍ବାଦିକ ପ୍ରକୋଷ୍ଠଠାରେ ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ବାଲେଶ୍ୱର ପକ୍ଷରୁ କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଶୁଭଙ୍କର ପିରିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବୁଦ୍ଧମ ହେମ୍ବ୍ରମ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୋପୀକୃଷ୍ଣା ମହାନ୍ତି, ଭଗବାନ ଚନ୍ଦ୍ର ଦାସ, ପ୍ରଦୀପ କୁମାର ବେରା, ପଦ୍ମଲୋଚନ ଦତ୍ତ, ପୁରୁଷୋତ୍ତମ ସେଠୀ, ଗଗନ କୁମାର ସେଠୀ, ଶରତ କୁମାର ବାରିକ, ବାସୁଦେବ ରାଉଲ, ସନ୍ଦୀପ୍ତ ଦାସ, ସଞ୍ଜୟ କୁମାର ମଲ୍ଲିକ, କାର୍ତ୍ତିକ ଚନ୍ଦ୍ର ବେହେରା, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଶୁଭଙ୍କର ପିରିଙ୍କ ପାରଦର୍ଶିତା ସମ୍ପର୍କରେ ବଖାଣିବା ସହ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ନିକଟରେ ପିପିଲି ମଙ୍ଗଳପୁର ଅଞ୍ଚଳର କାର୍ଯ୍ୟରତ ନ୍ୟୁଜ୍7ର କାର୍ଯ୍ୟରତ ସାମ୍ବାଦିକା ଶିଳା ପଟ୍ଟନାୟକ ଓ ତାଙ୍କର ସହବାନ୍ଧବୀ ସିପିକ ନାୟକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଯୋଗୁଁ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଗୃହପାଳିତ ପଶୁ ସେବା କ୍ଷେତ୍ରରେ ମାଳତୀ କିସ୍କୁ ଏବଂ ସମାଜ ସେବା କ୍ଷେତ୍ରରେ ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ଥର ପାଇଁ ଦିବଂଗତ ସାମ୍ବାଦିକ ସ୍ମୃତି କମିଟି ପକ୍ଷରୁ ଚିକିତ୍ସା ପାଇଁ ବାସୁଦେବ ରାଉଲଙ୍କୁ 5,000 ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ଶେଷରେ କଞ୍ଜମଣି ସ୍ୱାଇଁ ଧନ୍ୟବାଦ